देखो देखो समय अतिक्रम हलानी आज्ञा पाला आपण मानक आरंभ हबो कोन चारिपद भगवान कथा आज्ञा जहांकर कथा व्यक्त करि हुएनी जे अनंत ब्रह्मांडर नायक कोटि कैवल्यनाथ शरण शरण गाइच मणि अमर धरिया कदम मुलिया प्रभु जो भगवान बागिया भक्त भाव एवं चारिधारी कथा कहि मोर माँ बापा माने कही हला रसकल्लो कवि हेले दिन कृष्ण दास गला कर आह्या साधु जन माने मन
ବିଶାଳ ପୃଥିବୀରୁ ଆଜ୍ଞା ଅନ୍ଧାରକୁ ଦୂରୀଭୂତ କରେ। ହେ ସାଧୁ ସଜନ ମାନେ ଆପଣ ମାନେ ଏକ ମନ ଏକ ଧ୍ୟାନର ଶ୍ରବଣ କରିବେ। ଗାୟକ କଥା ଗାୟକ କଥା ପାଳିଆ କଥା କବିଙ୍କ କଥା ନାଇଁ ଆଜ୍ଞା। କବି କହିଲେ କମଳ ନୟନ କଥା। କମଳ ଶବ୍ଦର ଅର୍ଥ କଣ ପାଳିଆକୁ? କମଳ ଶବ୍ଦର ଅର୍ଥ ପଦ୍ମ। ଜ୍ଞାନୀ ହେଇଗଲାଣି ତ ୟା ଭିତରେ ନାଇଁ କହିବାକୁ ଟାଇମ୍ ନାହିଁ। ଗାୟକ ହେଇଯିବ ଧର ତମ ପାଳିଆ ମଣିଷରେ ପୁଅ। ହଉ ହଉ ହଉ। କମଳ ଶବ୍ଦର ଅର୍ଥ ହେଲା ପଦ୍ମ। କେମିତି ଜାଣିଲୁ? କେମିତି? ଅମରକୋଷ ଦେଖିକି। ଅମରକୋଷ ପିଲା ଅମରକୋଷ ପଢୁଛି ଗଲା ଯେବେ ପଢିଥବ ଅମରକୋଷ ଆଉ ସମ୍ବାଠୁ ତାରରେ ଖୋଷ। ବାଙ୍କା ଦାସ ଆଜ୍ଞା ଗୋଳବାଇର ଘର ଆଜ୍ଞା ଆପଣ ମାନଙ୍କର ନିଆଚଳ ନିଖିଳ ଉତ୍କଳ ପାଲା ଜଗତର ହାସ୍ୟ କବି ଗାୟକ। ଏମିତି ପୁଅ ଜନ୍ମ ହବ ଚୁଗୁଲିରେ କଣ ନା ବନ୍ଧୁବାନ୍ଧବଙ୍କୁ ଅନେଇକି ଦେଖୁଛି ପିଲା ଗୋରଗୋରା। ତେଣୁ କହିବାର ଅର୍ଥ କଲା କମଳରେ କମଳ ଫୁଟିଲେ କମଳ। କମଳରେ କମଳ ଫୁଟିଲେ କମଳ। କମଳ ଫୁଟିଲେ କମଳ। କମଳରେ କମଳ ଫୁଟିଲେ କମଳ। କମଳ ମୁଖୀ ସାମନେ ଗଲେଣି ଜୀବ ଧନ ହେ ନାମ ଧନ ହେ କରମାରୁଛି କର ହେଲାଣି ଜୀବ ଧନ ହେ ନାମ ଧନ ହେ କର ଧରୁଛି କର ହେଲାଣି। କମଳ ଶବ୍ଦର ଅର୍ଥ ହଉଛି ପୁଷ୍କରଣୀ। କମଳ ଶବ୍ଦର ଅର୍ଥ ହଉଛି ଜଳ। କମଳ ଶବ୍ଦର ଅର୍ଥ ହଉଛି ପଦ୍ମ। ଇଏ ପଦ୍ମ ନୟନ ପ୍ରଭୁଙ୍କର ଆଜ୍ଞା ପଦ୍ମ ନୟନ ଧାରଣ କରିଥିବା ପ୍ରଭୁଙ୍କର ଶ୍ରବଣ କରିବେ କଲେ କଣ ହବ ନା କଳିର କ୍ରମଶ କହିଲେ ପାପ ଆଜ୍ଞା। ଇଏ ପାପ ଗୁଡାକ ଦୂରୀଭୂତ ହୋଇ ଆପଣଙ୍କର ମୁକ୍ତିର ମାର୍ଗ ମିଳିବ ଆଜ୍ଞା। ଇଏ କାନରେ ଯେବେ ବାପା ହରି କୀର୍ତ୍ତନ ପଡିଲାନି ଇଏ ମାନବ ଜୀବନ ମୋର ସାର୍ଥକ ହେଇଛି ନା? ଆସନ୍ତୁ ମୋର ମା ବାପା ମାନେ କେତେ କାମ ଥିଲେ ମୋର ବୁଢା ବାପା ଆସିକି ଅଟକି ଯାଉଛନ୍ତି ହରି କଥା ନା। ଏ କର୍ଣ୍ଣରେ ଯିଏ ହରି ନାମ କୀର୍ତ୍ତନ ଶୁଣିଲେ ଆଜ୍ଞା ଚିହ୍ନ ହରି ନାମ ଶୁଣିଲେ କାନା ତୁଳସୀଦାସ କହିଲେ ଚିହ୍ନ ହରିନା ଶୁଣିଲେ ହିଁ କାନ୍ନା ଶ୍ରବଣ ରନ୍ଧ୍ର ଅହି ଭବନ ସୁନା। ଏ କର୍ଣ୍ଣର ରନ୍ଧ୍ର ଅହି କହିଲେ ଆଜ୍ଞା ସର୍ପ ଭବନ କହିଲେ ଗୃହ। ସର୍ପର ଗୃହ ସହିତ ବା ଗର୍ତ ସହିତ ଯାହାଙ୍କର କର୍ଣ୍ଣର ହରିନାମ କୀର୍ତ୍ତନ ବାଜେନା କବି କହିଲେ ଆଜ୍ଞା ଗୁମ୍ଫା ସହିତ ସମାନ ହୁଏ। ଚାଲିଛି ଦୀର୍ଘ 4 ଦିନ 5 ଦିନ ବ୍ୟାପୀ ହରିନାମ କୀର୍ତ୍ତନ ପାଲା ଏବଂ କୀର୍ତ୍ତନ ୟାର ଭିତରେ ମନ ପ୍ରାଣକୁ ବାବୁ ମାନେ ନିବେଶ କରିଦେଇଛନ୍ତି। ହେ ଗୁଣଗ୍ରାହୀ ବିବେକ ମହୋଦୟ ମାନେ ଯାହା ହଉ ମୋର ଶ୍ରଦ୍ଧେୟ ବାବୁ ମାନେ ଭାରତୀୟ ମୁଦ୍ରା ସହିତ ଭାସ୍କର ମାଳ ଆଣିକିରି ପ୍ରଦାନ କରିଛନ୍ତି। ମାଳ ପିନ୍ଧିବାର ଅଧିକାର ମୋର ନାହିଁ ଆଜ୍ଞା। ଯିଏ ମାଳ ପିନ୍ଧିଛି ସିଏ ଆଶୀର୍ବାଦ କରିବ। କବାବାଲା ପରା ସିଏ ଆମ ପାଖରେ ଆଜ୍ଞା କିଛି ବଳ ନା। ମୋ ବାବୁରେ ସୁନ୍ଦର ହାତ ଦିଟା ପ୍ରଭୁ ଦେଇଛି। ଇଏ ହାତ ଦିଟା ପବିତ୍ର କରିବାକୁ ହେଲେ ଚୁଗୁଲି କଣ କଲେ ପବିତ୍ର ହବ କି ତୁ ହାତ ଚାପୁଡା ମାଇଲେ କେଡେ ସୁନ୍ଦର ଜ୍ଞାନ ମୋ ପିଲାଙ୍କର ଚାପଡା ମାଇଲେ ଆଜ୍ଞା ହାତ ପବିତ୍ର ହବ। ପ୍ରଭୁ କଣ କାହାକୁ
ଚାପଡ଼ା ମାରିବା ପାଇଁ ହାତ ଦେଇଛି ପାଦଟିଏ ଦେଇଛି ପ୍ରଭୁ କଣ କଲେ ଇଏ ପାଦ ପବିତ୍ର ହବ କହନି ଗୋଇଠା ମାଇଲେ ପାଦ ପବିତ୍ର ହବ କହନି ଜ୍ଞାନୀ ପୁଅଟା ପହିଲେ ଏକା ଗଲା ଗୋଇଠା ମାରିଲା ଆଜ୍ଞା ପାଦ ପବିତ୍ର ହବ ମୁଖ ପବିତ୍ର ଗାଳିଗୁଲଜ କଲେ ଇଏ ହୃଦ ପବିତ୍ର ଖଟି ପିଇଲେ ଆସ୍କା ଫଟି ଜୀବନ ମାଟି ବେଶୀ ମହୁରୀ କଣ ଜାଣୁଛ ହଁ ପଳିଯିବ ପରା ଆଚ୍ଛା ମରୁ ମରିବ ଦରୁ ଦରିଦ୍ର ହବ ଆଚ୍ଛା କାଲି ଭସାଣି ହବ ପ୍ରଭୁଙ୍କର ବିସର୍ଜନ କେତେ କାର୍ଟୁନ ମାଲ ଆସିଛି ଆଚ୍ଛା କାଲି ବାପା ମା ମରୁଛି ମାଲ ମାନେ କହିଲେଣି କେତେଟା କ୍ୱାଟ ନ ଆଣିଲେ ତୋ ଉପା ପୋଡା ହବ ଝିଅ ବାହାଘର ହବ ଆଜ୍ଞା ମଦ ନଦେଲେ ବରଯାତ୍ରୀ ନାଚିବେ ପୁଅ ବାହାଘର ହବ ଭୋଜି ପିଲା ଲାଗିବେନି ମଦ ଦିଅ କଳିଯୁଗରେ ଆଜ୍ଞା ମଦ ସେଇଆ ହବ ନା ନଡ଼ିଆରେ ଲାଗିଥାଉ ଚୁଟି ଲୋଆସ୍କା ଫଟି ନଡ଼ିଆରେ ଲାଗିଥାଉ ଚୁଟି ନଡ଼ିଆରେ ଲାଗିଥାଉ ଚୁଟି ଲୋଆସ୍କା ଫଟି ନଡ଼ିଆରେ ଲାଗିଥାଉ ଚୁଟି ଯିବି କରା ଭାଟି ପିଇବା ଚୁମଧ ମିଶର ଲଙ୍କାଠୁ ଜୀବନି ପିଆଜ ଯିବି କରା ଭାଟି ପିଇବା ଚୁମଧ ମିଶର ଲଙ୍କାଠୁ ଜୀବନି ପିଆଜ ଖାଇ ଖାଇ ପିଏନି ଲୋଆସ୍କା ଫଟି ନଡ଼ିଆରେ ଲାଗିଥାଉ ଚୁଟି ନଡ଼ିଆରେ ଲାଗିଥାଉ ଚୁଟି ଲୋଆସ୍କା ଫଟି ନଡ଼ିଆରେ ଲାଗିଥାଉ ଚୁଟି ମତେ ବିୟର ପାଣିରେ ଗାଧୋଇ ଦିଅର ଝିଅର ହବାକୁ ଯାଉଛି ମତେ ବିୟର ପାଣିରେ ଗାଧୋଇ ଦିଅର ଝିଅର ହବାକୁ ଯାଉଛି ଆଗରେ ମୋ ରଖିଦିଅ ଗଛ ଆଇନା ପଛରେ ମୋ ରଖିଦିଅ ହଳଦୀ ଗିନା ଆଗରେ ମୋ ରଖିଦିଅ ଗଛ ଆଇନା ପଛରେ ମୋ ରଖିଦିଅ ହଳଦୀ ଗିନା ମୁଁ ପାନିଆ ଘରିକି ରଖୁଛି ଫୁଟି ଝିଅର ହବାକୁ ଯାଉଛି ଝିଅର ହବାକୁ ଯାଉଛି ମୁଁ ଝିଅର ହବାକୁ ଯାଉଛି ଝିଅର ହବାକୁ ଯାଉଛି ଏପର୍ଯ୍ୟନ୍ତ ମାଇକେ ବାବା ଅପଟ୍ର ମହୋଦୟ ଆଜ୍ଞା ଭୟସ ଦଉନଥିଲା ଶୁଣ ଯେମିତି ଏମିତି ଗୀତ ସେ ପଢିଲା ତାକୁ ଆଗେ ଖରାପ ଲାଗିଲା ଆଉ ଟିକେ ଭଲ୍ୟୁମ ବଢେଇଦେଲା ତ ପଢିଛୁ ନା କହିଲା ମତେ ବିୟର ପାଣିରେ ଗାଧେଇ ଦିଅ କାହାକୁ କହିବା ଆଜ୍ଞା କହିଲା କୋଇଲିର ମନ୍ଦ କରି ସବୁ ନାଶ ଗଲା 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 ମନ ବୁଲେଇର ସଦା ପଞ୍ଚରେ ରଖିଲା କୋଇଲି ମନ୍ଦ କରି ସବୁ ନାଶ ଗଲା କୋଇଲି ମନ୍ଦ କରି ସବୁ ନାଶ ଗଲା ଶ୍ରୀରାମ ପରମହଂସ ସନାତନ ଧର୍ମାର୍ଥ ଗୀତା କୋଇଲି ଶିକ୍ଷାରେ କହିଲେ କୋଇଲିଲ ମନ୍ଦ କରି ସବୁ ବିନାଶ କଲା ମନକୁ ନେଇକି ପାଞ୍ଚରେ ରଖିଲେ ଦରିଦ୍ର ପଞ୍ଚାକ୍ଷର ମନ୍ତ୍ର ଭଜନ କଲେ ରାତି ପାଇଲେ କଣ କରିବି ପାଞ୍ଚଟା କଥା କରିଯୁଗରେ ସାର ହବ ପାଞ୍ଚଟା କଥା କରିଯୁଗରେ ସାର ହବ ସାରେ ପାଞ୍ଚଟା କଥା କଣ କଣ ସେଦିନ ପ୍ରଜାନରଞ୍ଜନ ରାଜା ହଉଛନ୍ତି ପରୀକ୍ଷିତ ଇଏ ଜଙ୍ଗଲ ଭିତରେ ପହଞ୍ଚିଛନ୍ତି ପରୀକ୍ଷିତ କେହି ଜଣେ ବ୍ୟକ୍ତି ଲୌହଦଣ୍ଡ ଧରି ଆଜ୍ଞା ବୃଷଭକୁ ପିଟିବାରେ ଲାଗିଛନ୍ତି ଇଏ ବୃଷଭଟାର ତିନିଟା ପାଦ ଭାଙ୍ଗି ସାରିଲାଣି ଗୋଟିଏ ପାଦରେ ବୃଷଭଟା ଠିଆ ହେଇଛି ଏତିକି ବେଳେ ଚିନ୍ତା କଲେ ରେ ଚଣ୍ଡାଳ ତୁ କିଏ ପିଟୁଥିବା ଲୋକ କହିଲା ତମେ କିଏ ମତେ ଚଣ୍ଡାଳ କହିବାକୁ କଣ ତତେ ଭଦ୍ର ଲୋକ କହିବି ରେ ଚଣ୍ଡାଳ ନା କାହିଁ ଚଣ୍ଡାଳ କହିଲା ନା ଏଇତେ ପାଇଁ ଚଣ୍ଡାଳ କହିବି ଜୀବରେ ୟା ଯାର ଦୟା ନାହିଁ চন্ডা লটে
ସେହି ଉଦ୍ଭବ ଗଙ୍ଗା ନଦୀ ସେହି ବାପା ଜୀବନ ଦୟା ଯିଏ ନ କରିଛି ତାକୁ ମନୁଷ୍ୟ କହି ହବ ନା ଠାକୁର ପରା ମୋର କହିଲେ ଆଜ୍ଞା ଗଲା ଜୀବ ପ୍ରତି ଜୀବ ଯେବେ ହିଂସା ଆଚରିବ ହିଂସା ଆଚରିବ ଯେବେ ହିଂସା ଆଚରିବ ନିଜର କ୍ଷତି ହବ ଜୀବନ ଯିଏ ଦୟା କରୁନି ବାପା ପ୍ରଭୁ ପାଦର ଯିଏ ମନ ପ୍ରାଣ ନିବେଶ କରୁନି ତାକୁ ମନୁଷ୍ୟ କହି ହବ କହିଲେ ରେ ଚଣ୍ଡାଳ ବାବୁ ଶବଟାକୁ ବାଡ଼େଇକି 3ଟା ପାଦ ନଷ୍ଟ କରୁନି ତଥାପି ତୋ ମନରେ ଟିକିଏ ଦୟା ନାହିଁ କିଏ ତୁ ଏତିକି ବେଳେ ପିଟୁ ଥିବା ବ୍ୟକ୍ତି କହିଲା ମୁଁ ହଉଛି କଳି ନା ତମେ କିଏ ନା ମୁଁ ହସ୍ତେ ନା ରାଜା ପରୀକ୍ଷିତ ଛାଡ଼ିଦେଲେ ଚଣ୍ଡାଳ ମାରିଦେ ଧନୁର ବାଣ ଉଠେଇ ଆଜ୍ଞା ଭାରି ଚାଲାକିଆ ନା କଳି ଆଜ୍ଞା ଭାରି ଚାଲାକିଆ ବୁଦ୍ଧିକି ଟିକିଆ ଲଗାଇ ଦେଲା ଜଗନ୍ନାଥ ଦାସ ଓଡ଼ିଆ ଭାଗବତରା କହିଲେ ଭଲା ବୁଦ୍ଧି ବିବେକ ଜ୍ଞାନ পারে হিয়ে बुद्धि लगे देला कहला मणिमा मु आगुआ पळै आसिलिनी कबड़ बापा रिटार्ड करबा बयस जदि आसीची आज्ञा काली गणेश पूजा दिन ठु आसिली जदि आज्ञा आजी गाइबी काली ठु बेलबुडू ठु पहुंचिली आपण माने जोडे खाइबा को देबेनी घर टिके देबेनी फकीर बाबू को कहि देले से बढ़िया ट्रीटमेंट करछ मानिया को पड़िबो लोकुटा पशुटा मणिसर बुद्धि लोकुटा भव जे प्रकृति तो छोट पान खाई रे पान खाना दिन को पान ଆପଣ ମାନଙ୍କର କହିଲେ ମାଗଟା ପିଲା କରିବ ପାନ ନବୁଛ ନାଇଁ ମାଗେ 1000 ଟଙ୍କା ନଉଛ 20 ଟଙ୍କାର 50 ଟଙ୍କା ପାନ ଆଣୁନ ମଞ୍ଚରେ ଆସି କଣ ମାଗଟା ଭଳି ମାଗୁଛ ନାଇଁ ତମ କହିବାର ଅର୍ଥ ଆଜ୍ଞା ସେଦିନ କଳି କହିଲା ମୁଁ ଆଗୁ ଆଇଛି ଯଦି ଆସିଛି ୟା ପରେ ତ ମୁଁ ରାଜା ହେବି ନା ମତେ ଟିକେ ରହିବାକୁ ଜାଗା ଦିଅ ନା ତତେ 4ଟା ଯାକ ଆଜ୍ଞା ଜାଗା ଦେଲି ଏଇଆ ହଉଛି ସାଧୁଙ୍କର ଲକ୍ଷଣ ଆଜ୍ଞା କଳା ଦଣ୍ଡିବା ଶକ୍ତି ଆର ପାଣି se puni tomato se puni tomato ପାଣିବାକୁ ଯାହାର ବଳ ଅଛି କ୍ଷମା ଦେବାକୁ ବଳ ଅଛି ଖାଇବାକୁ ମନ ହଉଛି ଉପାସ ରହିଲେ ଚଳିବ ନା ଦେହ ଖରାପ ହବ ଗୋଡ ମରିଯା ଗୋଡ ଖରାପ ମରିଯା ଆରେ ସତ କହିକି ମରିଯା ମଦ ପିଇକି ମିଛ କହିକି ପରନାରୀ ଧର୍ଷଣ କରିକି ବଞ୍ଚିବା ଲାଭ କଣ ସତ କହିବାକୁ କିଆ ଡରିବି ସତ କହିବ ସେ ବୋଲେ
खाली मोर हाटा टिके नहीं छाड़ मो निश्वास नवा पाई किसी आवश्यक ना मत तो पाऊनी पाया को आगे किए दब तेणु सत कहीकि मरी जा मिछ कहीकि बड़ लोक हम चुगुली बसु बसु अंटा काटी आनी तालुटे पकईदेवी चा पैसा कौन आम एकुटिया नबू कौन नबनी हाथ हाथ टे देख बाबा आपण मानकर सेदिन कहवाक गले चारिटा जगार आज्ञा राजा देले आज्ञा जी बाड़ेबार बल अच्छी क्षमा कर बल अच्छी ये सीना मूर्ख मैंने बुझेनि जी प्रकृत ज्ञानी कहते चोरी करे हतर लोक हापुड़े पड़ जाए ते क्षमा मिल ना तोरी भली जब चोरटे हापुड़े पड़ो सी के चोरी थब जब आप देखीदेव चोरी यहाँ पाखे मर्डर करवा भद्र लोक हाबुड़े पड़ जा भल हम लिखित राजा सेदिन कहले है ते जगह दौर रहा कौ जगह देले बोला मद भाटी जो तुम बापा सुकुआ मारे बाबा को उषुना खेला हटे देखी पाया कोठे मद पीछे न आइले खोजी खोजी से बाटू मदुआ है मदुआ को चिन्ह ना मुझे मदुआ घर पिला जाओ चक्रधर साहू महोदय अच्छा मो दादा अधीन साहू फोन कले कौटी पुआ मुझे आगे नयागढ़ मो दादा मद खाई बिल बाड़ी बिकी निजे बिकाए तो मुझे जानी मद कहीं खानी मदर करामती कौन 3 वर्ष है पड़े जीवन जाऊन कांदुंट सारे शुण तेज जो मद पीवा कथा कहून मद पीले 3टा लाभ मद जे पीऊँ तार 3टा लाभ उपकार कथा आज्ञा 3 प्रकार अच्छे कौन कौन 3 प्रकार अच्छे बापा बायक मद पीले जुबुड़ा बुढ़ा हबुनी ना मद पीले घरे चोर पशिबे मद पीले निश्चिंत रोषे पड़ो चिंता ना मद पीले कौन बुढ़ा बुढ़ी तुमती 22 वर्ष हो 23 वर्ष हो कि 30 वर्ष हो कि फेल ना एक्सीडेंट मरवा बुढ़ा मद पीले आज्ञा किडनी फेल हम हार्ट अटैक हम रोगाग्रस्त हम से आज्ञा कहीं से बुढ़ा हे से 22 वर्ष मर तेणु बुढ़ा है जाए आज्ञा से बंचबनी तो मरीज कौन आज्ञा लाभ कथा द्वितीय कहला आज्ञा घरे चोर पशिबनी ना सी मद पीथल आज्ञा मिछ कहूनी मुझे कीर्तन गाई जाइए यूट्यूब हेटा घरे देखिए मुझे सत कथा कहूँ मिछ यूट्यूब देखिए भाज हरिका तुम बापा ये कल कर बेआगुरी दुईटा रूपा पाउंजी बाहर मुझे ये पाउंजी कहीं जानी तू कौन नर्तकी पाड़िया पाउंजी लगे बाहर पाउंजी जोड़ा बंधा पकईकि मद पीब स्त्री गोड़ा पाउंजी रखुनी कंसा ढाल आज्ञा घरे रखी दुआर बंध कपाट काढ़ी बिकिदेव ता घरे चोर कौन नहीं बस चोर कहीं बसो कौन अच्छी कौन अच्छी आज्ञा किसी नहीं आज्ञा जी मद पीब घर द्वार सब बिकिदेव तेणु चोर केवे ता घरे पशिब ना जी मद पीब आज्ञा आराम शोब आम गजलक्ष्मी पूजा आज्ञा खोर्धा जिला चिलिका कूल बालुगा चिलिका कूल आज्ञा 3 दिन 5 दिन गजलक्ष्मी पूजा ये सीना आपण मैंने मत इे डाकुंट कि बाणपुर प्रत्येक मास 30 दिन है 35 दिन गाँ केन्डालपुर आज्ञा मो थाए 3 दिनिया कीर्तन हो शेष दिन जाए चिलिका कूल आम बुलवा संध्या बेले गलु आम पछरे पाला हम आम थाक सरीगला पाला आरंभ हम आम गलु चिलिका कूल को बुलवा
ଟିକେ ଡଙ୍ଗା ଦେଖିବା ଟିକେ ପବନ ହଉଛି ବୁଲିକି ଆସିବା ଆସିଲା ବେଳକୁ ଆଜ୍ଞା 3-4 ଜଣ ସବୁ ପଡ଼ିଛନ୍ତି ମାଛି ଗଡ଼ୁଛି କୁକୁର ପରିସ୍ରା କରୁଛି ସେମାନେ କିଛି ଜାଣୁନାହାନ୍ତି ପଳେଇଲେ ଏପଟକୁ ଗଡ଼ୁଛନ୍ତି ସେପଟକୁ ଗଡ଼ୁଛନ୍ତି ଦେଖେ ବାବୁ ତୋ କଥା ଜାଣିକି କଳାକାରଟା ମାଗତା ଆଜ୍ଞା ଏମିତି ଦେଖେ ଶିଖେଇକି କହିବେ ସେ ପାନ ନାହିଁ ବୋଲି ମତେ ଠାରା ବାବୁ ଆଣିକି ଦେଇଦେଲେ ହଉ ହଉ ଇଏ ପର ପଇସାର ତ ଇଏ ନାଇଁ ତମର ଶିକାର ନଥିଲା ବେଳେ ମତେ କେମିତି କହୁଛ କହିବ ଶିକାର ମୁଁ ତ ଅନୁଷ୍ଠାନରେ ଆଜି କିଛି ମାଗିନି ତେବେ ତୁ କାହିଁ ମାଗୁଛୁ ତେଣୁ ଆପଣ ମାନଙ୍କର ଅଚିନ୍ତାରେ ଆଜ୍ଞା ନିଦ ହେଇଯିବ ତେଣୁ କରି କବି କହିଲେ ଝି ଝି ମଦ ପିଇବି ନାହିଁ କଳା ପାଣି ପଡି କଳା ପାଣି ପେଟରେ ପଡ଼ିଲେ 14 ଭୁବନ ସମୁଦି ଆଣି ସକାଳେ କହିବି ତୋତେ ପୁଅବା ହବ ଝିଅକୁ ମୁଁ ବାହା ହେବି ତୋତେ ଏଇଥିପାଇଁ ପୁଅକୁ ଆଜ୍ଞା 35 ବର୍ଷ କହୁଥିଲା ନାଇଁ ମିଛ କହୁନି ଯାଅ ମତେ 10 ଥର କହିଲାଣି ତମ ଗାଁରେ ଗୋଟେ ଝିଅ ଦେଖ ମୁଁ କହିଲି କୋଉ ଜାତି ତମର ନା ଆମର ତନ୍ତୀ ଘର ପିଲାଇ ଗୋଟେ ଝିଅ ଖୋଜୁଛି ବୋହୁ ଖୋଜୁଛି ମିଳୁନି କାହିଁ ଆଜ୍ଞା ଝିଅ ମିଳୁନି ଗୋପାଳ ତ ଚରିତ୍ର ଖରାପ ଯାହା ଗୋପାଳ 3ଟା ସ୍ତ୍ରୀ ତା ଘରେ କିଏ କିଏ 2ଟା ସ୍ତ୍ରୀ ଦେବେ କରିବୁ ତୋ ପୁଅକୁ କିଏ ଭାଇ ଯାକ ନନା କଥା କହୁଛ ତୋ ନନା କଥା କାହିଁ ମୁଁ କହିବି ତେଣୁ ତୋର ତେବେ ଚରିତ୍ର ଖରାପ ସମ୍ବନ୍ଧୀ ଆଣିକି ତୁ ବାହା ହବୁ ସେ ଝିଅ କାହିଁକି ତତେ ସେ ଦବ ପୁଅ ତେଣୁ ସେଦିନ ସୀତାବଳ ଭାବିଲେ କାରଣ ଦଶରଥଙ୍କର 750 ପତ୍ନୀ ବାପାର ମା ଜାନକୀ ବାସର ଗୃହରେ ବସିଛନ୍ତି ଭାବୁଛନ୍ତି ରାମକୁ ବାହା ହେଲି ବୋଲି ଖୁସି ହେଇପାରୁନାହାନ୍ତି ହେ ମା ମାନେ ହେ ଭଉଣୀ ମାନେ କାହିଁକି ନା କହିଲା ୟାଙ୍କ ଘରେ କେହି ଜଣକୁ ବାହା ହୁଅନ୍ତି କହିଲା ୟାଙ୍କ ମୋ ଶ୍ୱଶୁର ହଉଛନ୍ତି ଦଶରଥ 750 ବାହା ହେଇଛନ୍ତି ତାଙ୍କ ବାପା ହେଲେ ଅଜ ସିଏ କୁଆଡେ 60 ଜଣଙ୍କୁ ବାହା ହେଇଥିଲେ ତାଙ୍କ ବାପା ରଘୁ ସିଏ କୁଆଡେ 360 ବାହା ହେଇଥିଲେ ତେବେ ଇଏ ରାମ ଯେତେବେଳେ ଧନୁ ଭାଙ୍ଗିକି ମତେ ବାହା ହେଇଛନ୍ତି ମତେ ଆଜି ଗୋଟେ ଧନୁ ଭାଙ୍ଗିଦେଲେ ବାହା ହେଇପଡିଲେ କାଲିକା ଶଗଡ଼ ଭାଙ୍ଗିଦେଲେ ସେଦିନ ଆଜ୍ଞା ପାଦକୁ ବଜେଇ ଦେଲେ ପଥରରେ ନାରୀ ହେଇଗଲା ବାପା ନାରୀ ହେଇଗଲା ଆଜ୍ଞା ପଥର ସେ ସିନା ଗୌତମ ଘର ଅହଲ୍ୟା ବୋଲି ଗଲା ସେ ଯଦି ଚାହିଁଥାନ୍ତା ୟାକୁ ବାହା ହବ କିଏ ବାହା ହେଇଥାନ୍ତା ତେବେ ଆଙ୍କ ଘରେ କେହି ବାପା ଜଣକୁ ବାହା ହୁଅନ୍ତିନି ତେଣୁ ଚିନ୍ତା କରୁଛନ୍ତି ମା ଜାନକୀ ଅନ୍ତରରେ ଆମେ ନାରାୟଣ ତ ଜାଣିଦେଲେ ମୋ କର୍ମୀ ମାନେ ଆସିକି ପହଞ୍ଚିଲାଣି ପଦୁଟେ ଗୀତ ଗାଇବି ଗଲା ସ୍ୱାମୀ ଅନ୍ତର ମନ ସତ୍ୟ
ପୂର୍ଣ୍ଣ ହେଉ ବୋଲ ଆନନ୍ଦେ ଗବାର ଅନ୍ତରାୟମେ ଯେ ଅନ୍ତର ନିହିତ କଥାକୁ ଜାଣନ୍ତି ହେ ଗୁଣଗ୍ରାହୀ ବିବେକ ମହୋଦୟ ମନା ମା ବାପା ମାନେ ଜାଣିନେଲା ପ୍ରଭୁ ସେଦିନ ଅନ୍ତର ନିହିତ କଥାକୁ ଜାଣନ୍ତି ପ୍ରଭୁ ମା ଜାନକୀ ମୁହଁ ପୋତିକିରି ବସିଛନ୍ତି ଭଗବାନ ରାମ ଚିନ୍ତା କଲେ କହିଲେ ବେଶ ମନରେ ତମେ ଭାବୁଛ ମୁଁ କୁଆଡେ ଦ୍ୱିତୀୟ ପତ୍ନୀ ନିବାରଣ କରିବି ନା ଲଣ୍ଡାବାବୁ ତମେ ବାହା ହେଇଛ ନାଇଁ ଅବାଳ ଅଛି ବାହା ହେଇଛି ହେ ତମ ସ୍ତ୍ରୀ ତମ ଘରେ ଅଛି ନହେଲେ ବାହାରେ ବୁଲୁଥାନ୍ତା ଆରେ କଣ ଅବାନ୍ତର କଥା କହୁଛ ମୁଁ କଣ ସେଇଆ ପଚାରୁଛି ଘରେ ରହିବନି ମୋ ସ୍ତ୍ରୀ ହବ ବାହାରେ ବୁଲିବ ଆଚ୍ଛା ତମର କୋଉ ବାହାଘର ହେଇଛି ଆମର 8 ପ୍ରକାର ବାହାଘର ଆମର କଳା କରି ବାହାଘର ଆମର ଗଳା ଘଳିବା ହଁ ବାପା ଆଜ୍ଞା ଏତେରେ ଅବଶ୍ୟ ଆଜ୍ଞା ମନ୍ତ୍ର ପାଠ ହେଇକରି ଆପଣ ମାନଙ୍କର ରୀତିନୀତି ଅନୁସାରେ ବାହାଘର 4 ଦିନରେ ଚତୁର୍ଥୀ କର୍ମ ଗୋଟେ ହୁଏ ଚତୁର୍ଥୀ ହେଇଛି ନା ଆଚ୍ଛା ତା ନା କାହିଁକି ଚତୁର୍ଥୀ କହିପାରିବ ତମେ କହୁନ ଚ୍ୟାନେଲ ବନ୍ଧୁ ମାନେ ଅଛନ୍ତି ଅନେକ ପାଲାବାଲା ଅନେକ କୀର୍ତ୍ତନ ବାଲା ଅନେକ କଳାକାର ପ୍ରଶ୍ନ ଉତ୍ତର କରନ୍ତି ମୋର ଏଠି ଗୋଟେ ସୁନ୍ଦରିଆ ପ୍ରଶ୍ନଟି 3 ଦିନରେ ହେଲେ ଯୋଉଠି ତମର ଦିଅଙ୍କଠି ବାହାଘର ହେଲା ମନ୍ଦିର ବାହାଘର ଚତୁର୍ଥୀ କର୍ମ ହେଇଗଲା ତା ନା ଚତୁର୍ଥୀ ଯୋଉଦିନ ବାହା ହବ ସେଇଦିନ ଆଜ୍ଞା କାଲି ସେଇଦିନ ଚତୁର୍ଥୀ ହେବ 4 ଦିନ ଅପେକ୍ଷା କରିବ 4 ଦିନରେ ଚତୁର୍ଥୀ ହବ ଗୋଟା ଅଶୌଚ ହେଇଗଲା ଆଜ୍ଞା ହେଇପାରିବ 10 ଦିନରେ କଣ ନା ଆଜିକାଲି ଚତୁର୍ଥୀ ହବ କାହିଁ ତା ନା ଚତୁର୍ଥୀ କାହିଁକି ତା ନା ଚତୁର୍ଥୀ ଏ ପାଳିଆ ବାବୁ ତମେ ତ ଭାଇ ହେଇକେ ତମର ବଢି ଯାଉଛି ଗଣନା ପୁଅ କହିପାରିବ କାହିଁକି ତା ନା ଚତୁର୍ଥୀ ଭଗବାନ ରାମ ଅମୃତଲା ଆଜ୍ଞା ଦୀପଟେ ରହୁଛି ତମର ବେଦ ନାଇକି ଲାଗୁଥିଲା ନା ଦୀପ ଜଳୁଥିଲା ଆମର ଦୀପଟିଏ ଜଳେଇବା ହେଲା ଧର୍ମ କାଲି ପୁଅଟିଏ ଜନ୍ମ ହବ 21ରେ ମୁଁ କୀର୍ତ୍ତନ ଗାଇବାକୁ ଯାଏ ଆଜ୍ଞା ଯାଇଥିଲି ସରପଞ୍ଚରେ ଆପଣଙ୍କର ଭୁବନେଶ୍ୱର ସୁନକ୍ଷେତ୍ର କୀର୍ତ୍ତନ ବୋପା ବଡ ବୋପା 4 ଜଣ ଆମ ଷ୍ଟେଜ ଆଜ୍ଞା ହାତେ ଉଚ୍ଚା କମ ତାଙ୍କ ଷ୍ଟେଜ ଅଛି 2 ହାତ ଆମଠୁ ଉଚ୍ଚା ଗୋଟେ ସିଂହାସନ ଭଳି ଚେୟାର ପଡିଲା ଆମ ପାଇଁ ଗୋଟେ ଲାଇଟ୍ ଲାଗିଛି ତାଙ୍କ ପାଇଁ 1000 ଲାଇଟ୍ ଲାଗିଛି ମୁଁ ଭାବିଲି ସିନା ସେଇ ଷ୍ଟେଜରେ ଆମେ ଗାଇବୁ କହିଲା ନାଇଁ ଆଜ୍ଞା ଏଇଟା ଆମର କେକ୍ କଟା ହବ ଆମର କେକ୍ କଟା ଷ୍ଟେଜ ଆମେ କୋଉଠି ଗାଇବୁ ତମେ ହେ କରେ ମୁଁ କହିଲି ହେଲା କିଏ ଶୁଣୁ ନ ଶୁଣୁ ପଇସା ତ ଦେବି ଗାଇ ଆଜ୍ଞା ମୁଁ ଗାଇବା ବେଳେ ଏଇଆ କହିଲି ବୋଲେ ଆଜ୍ଞା ଆପଣ ଏଡେ ବଡ ପେଣ୍ଡାଲ କଲେ ଆଜି ପୁଅର ସୁନକ୍ଷେତ୍ର ୟାର ମାନେ କଣ ଆପଣ ବୁଝୁଛନ୍ତି ଦୀପଟିଏ ଜଳେଇବା ହେଲା ଆମର ଧର୍ମ କାଲି ମନ୍ତ୍ର ପାଠ ହବ ପ୍ରଥମେ ଆପଣ ଗୋଟେ ଦୀପ ଜଳେଇ ଦେବେ ପଣ୍ଡିତ କହିବ ଦୀପଟେ ଲଗେଇଛେ ଯେତେବେଳେ କହୁଛ ଦୀପଟେ ଜଳେଇବା ହେଲା ଆମ ଧର୍ମ ଆମେ ମାନେ ହଉଛୁ ହିନ୍ଦୁ ତେଣୁ ଆମର କୋଉ ଧର୍ମରେ ଅଛି ଆଜ୍ଞା ଫୁଙ୍କିକି ଦୀପ ଲିଭେଇବା ଗୋଟେ କେକ୍ ଆସିବ ପିଲାର ନାଁ ଲେଖା ହବ ଚାରିପଟେ କ୍ୟାଣ୍ଡେଲ ଲଗେଇବେ ଫୁଙ୍କିକିରି ଆଜ୍ଞା କ୍ୟାଣ୍ଡେଲକୁ ଲିଭେଇବେ ବର୍ଷକର ଛୁଆ ତା ହାତରେ ଆପଣ ଗୋଟେ ଅସ୍ତ୍ର ଧରେଇଦେବେ ଛୁରୀଟେ ଧରେଇବେ କହିଲେ ପିଲା କାଟ ପିଲା ବର୍ଷକରୁ ଶିଖିଲା କଟାକଟି କାଲି ବାପା ସମ୍ପର୍କ କାଟିବ କାଲି ମା ସମ୍ପର୍କ କାଟିବ କାଲି ମଣିଷ କାଟିବ ଏ ଯୋଗ୍ୟ ବାପା ମା ଏଟା କାଟିବା ଆମର ଧର୍ମ ନୁହଁ କଲା ପ୍ରସାଦ ବାଣ୍ଟି ନ ଖାଇବ ଆମେ ହିନ୍ଦୁ ଆମେ ବାଣ୍ଟିକି ଖାଇବା ଆମ ଧର୍ମ ଆମେ କାଟିକି ଖାଇବା ଆମର ଧର୍ମ ତେଣୁ ଆମେ କଟାକଟି କଲୁ ଦୀପ ଲିଭେଇଲେ ଅନ୍ଧାର ହେଲା ସେଦିନ ଆଜ୍ଞା ଚତୁର୍ଥୀ ହେଲା ବେଳେ ଅଗ୍ନିକି ସାକ୍ଷୀ ରଖି 4ଟା ନୟନର ମିଳନ ହବ ସ୍ୱାମୀ ଦବ ସ୍ତ୍ରୀ କି 4ଟା କଥା ସ୍ତ୍ରୀ ଦବ ସ୍ୱାମୀ କି 4ଟା କଥା 4ଟା କଥା ପୁରୁଷ ଦବ ନାରୀ କି ଏବଂ ନାରୀ ଦବ ପୁରୁଷକୁ 4ଟା କଥା 4 କଥା ଆଦାନ ପ୍ରଦାନ ପାଇଁ ମୋ ବାବୁ ମାନେ ତା ନା ଚତୁର୍ଥୀ ପହଲଣ୍ଡା ବାବୁ ପୁରା 3-3ଟା 10-10ଟା ବାହା ହଉଛ କଣ ତମ ସ୍ତ୍ରୀ କି ଦେଇଛ ମିଠା ନଡ଼ିଆ
ପୋଡ଼ା ନଡ଼ିଆ ହଁ କଣ ଦେଇଛ କହିଲା ଚାରିଟା କଥାରୁ ପୋଡ଼ା ନଡ଼ିଆ ଦେଇଛି ମୋ ସ୍ତ୍ରୀ କେତେ ନମ୍ବର ଅଲାଜୁ ରଖିଲେ ତୁ ଟିକେ ଲଜ୍ଜା ଲାଗୁନି ଏ ମଞ୍ଚରେ କଥା କହିବା ଚାରିଟା କଥା ସ୍ତ୍ରୀ ଦବ ପୁରୁଷକୁ ପୁରୁଷ ଦବ ସ୍ତ୍ରୀ କି ଚାରି ଚାରି କଥା ଆଦାନ ପ୍ରଦାନ ପାଇଁ ଏହା ନାମ ଚତୁର୍ଥୀ ହୋଇଲା ଦେଖୁ ସମୟ ହେଲା ଅବସାନ କେତେ ସମୟ ପହଲି ଗାଇବ ସାତ ଘଣ୍ଟା ଗାଇଲେ ଗାଇଲା ଭଳି ଲାଗିବ ତିନି ଚାରି ଘଣ୍ଟା ଗୋଟେ ସମୟ ବହୁଥିଲେ ପ୍ରଭୁ କଥା ନ ସରିବ ଜାଣ ଆଜି ଆଶୀର୍ବାଦ ଦେବେ ପରାଜତ ସରିବ ପ୍ରଭୁ ରାମ ଭଗବାନ ସାକ୍ଷୀ ରଖିଲେ ଭଲ ଦୀପଟା ଜଳୁଛି ଭଗବାନ ରାମ ସାକ୍ଷୀ ରଖିଲେ ଦୀପଟାକୁ ଧର ମୁଁ କହୁନି ଭଞ୍ଜ ଆମେ କି ସାହିତ୍ୟ ଗାଇବା ପାଲା ଆରମ୍ଭ କଲା ତଥାପି ଧାରିକେ କଥା ତ କହିପାରିବା ପଇସା ନବାଟି ପେଟ ଫାଟିଯିବ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବହି ହେଲା ବୈଦେହୀଶ ବ୍ୟାସ ଲେଖିଲେ ଶ୍ରୀରାମ ଚନ୍ଦ୍ର କହେ ବନ୍ଧୁ ଜୀବନ ଖାଲି ମୋ ପଛ ପଟଟା ଦେବ ଧରକୁ ଆଉ କିଛି ଅହାଲକାଏ ବାପା ବେଶୀ ସମୟ ନେଇକିରି ଆମର କୀର୍ତ୍ତନ କରା ଠିକ ଅଳ୍ପ ସମୟରେ ବହୁତ କଥା କହିବେ ହେ ଗେଲି ବାପା ବିଦଗଧ ଶ୍ରୀରାମଚନ୍ଦ୍ର କହେ ବନ୍ଧୁ ଜୀବନ ଯିବାର ମୋ ସ୍ତ୍ରୀ ତ ବନ୍ଧୁ ସ୍ତ୍ରୀ ବନ୍ଧୁ ଆଜ୍ଞା ସ୍ତ୍ରୀ ହଉଛି ସ୍ୱାମୀର ବନ୍ଧୁ ସିଏ ପରା ହଉଛି ପ୍ରାଣ ବନ୍ଧୁ ବନ୍ଧୁ ବୋଲି ସମ୍ବୋଧନ କଲେ ଭଗବାନ ରାମ କହିଲେ ହେ ବନ୍ଧୁ କହିଲା ଗୀତ କଥା ଶ୍ରୀରାମଚନ୍ଦ୍ର କହେ ବନ୍ଧୁ ଜୀବନ ଥିବାର ଭାଇ ଭାଇରେ ବନ୍ଧୁ ସ୍ୱାମୀ ସ୍ତ୍ରୀରେ ବନ୍ଧୁ ଫୋନରେ କଥାବାର୍ତ୍ତା ହବା ବନ୍ଧୁ ତେଣୁ ଆପଣ ମାନଙ୍କର ସମସ୍ତେ ଜଣେ ଜଣେ ବନ୍ଧୁ ଆଉ ରାମ କହିଲେ ରେ ବନ୍ଧୁ ଏଇ ସମୟରେ କହିଲେ ବିତକଥ ଶ୍ରୀରାମଚନ୍ଦ୍ର କହେ ବନ୍ଧୁ ଜୀବନ ଦେହରେ ଜୀବନ ଥିବା ଯାଏ ତମେ ଯୋଉ କଥାଟା ଭାବୁଛ ଏଇଟା ହବ କଣ ଭାବୁଛ ନା ବିରାସିନି ନ କରିବି ବୋଲି ଶୁଣିଛି ଛୁଇଁଲେ ମୁଁ ନିୟମ କରୁଛି ଏ ତ୍ରେତୟା ଯୁଗ ତୁମ ବ୍ୟତୀତ ଆଉ ଦ୍ୱିତୀୟ ପତ୍ନୀ ଗ୍ରହଣ କରିବି ଏ କଥା ଯେତେବେଳେ ସୀତା ଶୁଣିଲେ କହିଲେ ପ୍ରଭୁ ଆପଣ ଗୋଟେ ଯୁଗ ପାଇଁ କେଡ଼େ ବଡ଼ ପ୍ରତିଜ୍ଞା କରିଲେ ମୁଁ କଣ କରିବି ଜାଣନ୍ତୁ ସ୍ୱାମୀ ସ୍ତ୍ରୀରେ କେତେ ମାନି ଏବେ ତ ଖାଲି ବାହାଘର ଠିକ ନ ହଉ କହିଲା ନମ୍ବରଟା ପଡିଗଲା ଆଜ୍ଞା ଆଉ ରାତି ପାଇଯାଉଛି ଭଲ ହାଏ ଆଉ ବାହାଘର ବେଳକୁ
କିଛି ନଥାଉ ନା ନା ସତ ନା ମିଛ ଆପଣ ଓଢ଼ଣା ଟାଣିକିରି ସେଦିନ ସୀତା ବସିଛନ୍ତି ଲଜିଆରେ କିଛି କହିପାରୁନାହାନ୍ତି ମା ଜାନକୀ କରିଲେ କଣ ଗଲା ଚୁଡ଼ାରୁ କେତକୀ ତଳେ କାଢ଼ିଲା ମାର ଚନ ଛିଡ଼ା କସ୍ତୁରୀ କାଳିରେ ସହିଲେ ଥିଲେ ବନ ଲେଖିଲେ ବନରେ ମାନକ ସହିଲେ ଥିଲେ ବନ ଲେଖିଲେ ବନ ହେ ଠାକୁର ଲେଖିଲେ ବନ ବାଙ୍କୋଇଗଡ଼ର କବି ଆଜ୍ଞା ଖୋର୍ଦ୍ଧା ଜିଲ୍ଲାର ପ୍ରଶସ୍ତି ଅନମନୋରଞ୍ଜ ରାମାୟଣ ପ୍ରମାଣ କରୁଛି ଭଞ୍ଜ କଥା କହି ଅନମନୋରଞ୍ଜଙ୍କର କଥା ବୋଧେ ମନେ ପଡ଼ିବ ସେଦିନ କେତକେ ପାଖରେ ଚିଠି ଲେଖିଲେ ସୀତା ଆଜି ଯାଏ ଆମ ପୁରୁଷ ଚିତ ମଳି ନାହିଁ ତ ଚିତ ମଳି ନାହିଁ ତ ଚିତ ମଳି ନାହିଁ ପୁରୀ ଜନମେ ଜନମେ ପାପେ ମୋର ରହିବ ଚିତ ରହିବ ଚିତରେ ଯେତେ ଥର ଜନ୍ମ ହେବି କେବଳ ଆପଣଙ୍କର ପତ୍ନୀ ହେଇକି ଜନ୍ମ ହେବି ଯଦି ଆପଣ ମତେ ବିବାହ ନ କରନ୍ତି ଏ ଧନ ଗଲା ଦେବୀ ପରୁ ବର ବାହୁଡ଼ି ଯିବ ଏମନ୍ତ ହେବ କେବେ ଯାଇ ଆମ ପୁରୁଷ ଚିତ୍ତ ବଦଳିବ କେବେ ଯାଇ ଆମ ପୁରୁଷ ଚିତ୍ତ ବଦଳିବ କେବେ ଯାଇ ଆମ ପୁରୁଷ ଚିତ୍ତ ବଦଳିବ ଆପଣଙ୍କର ବାଙ୍କୋଇଗଡ଼ର କବି ଅନମନୋରଞ୍ଜ କହିଲେ ବେଦୀ ପର୍ବର ବାହୁଡ଼ି ଯିବ ଏମିତି ହବ ତମେ ଯେବେ ସ୍ୱାମୀ ନ ହବ ବେଦୀରୁ ବର ଉଠିକି ପଳେଇବ ଭଞ୍ଜ ମଧ୍ୟ ସେଇଆ କହିଲେ ବର ମଣ୍ଡପରୁ ଯିବ ସେଦିନ ସୀତା କହିଲେ ତମେ ନ ଆସିଲେ ମୋ ବାର୍ତ୍ତା ବହ ଅର୍ଥ ଦୁର୍ଗଟ ପଠେଇକି ତମକୁ ନେବି ସେଦିନ ଆଜ୍ଞା ରୁକ୍ମିଣୀ ଚିଠି ଲେଖିଲେ ଦୂତ ହାତରେ ଦେଲେ ନିଗମ ଫୁଲର ହାସି ଘର ମଞ୍ଜୁ ବଞ୍ଜୁଳ କରି
किसी समय पाखरे ये मंचासन स्वरहीन गायक हिसाब से कौन चारिपद कथा जदि आज्ञा गाइबा कहवा भितर भूल भाव था क्षमा करेंगे अंतर जानी भगवान राम सेदिन जानिले कहले जुग जुग कथाटा आपंकर रहा हे जान कि मुझे द्वितीय विवाह करेंगे ना तमरा बिल के बिल 4 बेला थे धान करुच धान मुग करुच मुग बेंगला होची विधि हां प्रथम जेते बेले बेंगला पकाय पर बड़ा माप हुए गौणीरा मापिला बेले तम बापा कोन कहंती रानी तापर दुई आज्ञा ये केटा होची राम प्रथमे अनुकूल हम राम नामरू से अनुकूल पुरुष द्वितीय पत्नी ग्रहण जीवन में करनी अच्छा सेदिन जो भगवान राम एड़े बड़ कथा कले आज आम मैंने शिखिले 3 बाहर बरस है बेले पिला पोटाकटी है बाहाघर वर्ष पुरणी है बेले गणगटा आपंकर इंग्राजी भाषा कहती आज्ञा सेते बेले केक कटाकटी हो कर्मी महोदय मन आसिक पहुंचलानी या कलिर प्रभाव आपण मान बहुर